ଛୋଟ ମୋର ବଡ଼ କଥା। ମୁଁ ଆଜି କିଛି ବୁଝିବା ପାଇଁ ଯାଉଛି। ମୁଁ କହିବା ପାଇଁ ଯାଉଛି ଜୀବନ ବଞ୍ଚିବ କେମିତି? ଜୀବନ କହିଲେ କ'ଣ ବୁଝ? ଦେଖ, ଜୀବନ ବଞ୍ଚିବା କେମିତି? ଫାଷ୍ଟ କହିବି ଗୋଟେ, ଏଥର ଆମ କିଛି ଦିନ ହେଇଛି ଦିଲ୍ଲୀରେ ଗୋଟେ ଦିଲ୍ଲୀରେ ଲାଲକିଲ୍ଲା ପାଖରେ ଗୋଟେ କାରରେ ଗୋଟେ ବମ୍ ଫିଟିଂ କରିକି ଏମିତି ଜୀବନ ପଳେଇଲା। କେତେ ଲୋକ ମୃତ୍ୟୁବରଣ କରୁଛନ୍ତି, ଗୋଟେ ଦିନ ମଧ୍ୟ କେତେ ଲୋକ ମୃତ୍ୟୁବରଣ କରୁଛନ୍ତି। ବହୁତ କିଛି ଘଟିଯାଉଛି। କିଏ ଚାଲୁ ଚାଲୁ ଲୋକ ମରିଯାଉଛନ୍ତି, କିଏ ବୁଲୁ ବୁଲୁ ଲୋକ ମରିଯାଉଛନ୍ତି, ଖାଉ ଖାଉ ଲୋକ ଡେଥ୍ କରିଯାଉଛନ୍ତି। ବହୁତ କିଛି ହେଉଛି ଭାଇ ଏମିତି। ତ ଆମେ ଦୁନିଆକୁ ଆସିଛନ୍ତି କ'ଣ ପାଇଁ? ଦୁନିଆକୁ ଆସିଛନ୍ତି କିଛି ନିଜ ନାଁ କମେଇବା ପାଇଁ, କି କିଛି କାମ କରିବା ପାଇଁ, କିଛି ଭଲ କାମ କରିବା ପାଇଁ ଆସିଛନ୍ତି ଭାଇ। ଯେମିତି ଖାଲି ହାତରେ ଯିବା ବି ଆମେ ସେମିତି ଖାଲି ହାତରେ ହିଁ, କିଛି ନେଇକି ଆସିନାହାନ୍ତି। ଖଣ୍ଡେ କପଡ଼ା ବି ନେଇକି ଆସିନାହାନ୍ତି। ବାସ୍ ନେଇକି ଆସିଛନ୍ତି ନିଜ କର୍ମ, ନିଜ କର୍ମର ଫଳ ନେଇକି ଆସିଛନ୍ତି। କର୍ମର ଫଳ ବି ନେଇକି ଆସିନାହାନ୍ତି। ବାସ୍ ଏଠି ଯେମିତି କର୍ମ କରିବା ସେମିତି ଫଳ ପାଇବା ନେଇକି ଆସିଛନ୍ତି। ଖାଲି ନିଜର ଆୟୁଷ, ଆଉ କିଛି ନେଇକି ଆସିନାହାନ୍ତି। ଆମ ଭାଗ୍ୟ ଆମ ହାତରେ ଥାଏ। ଆମ ଭାଗ୍ୟ ଭଗବାନ ଲେଖିଥାନ୍ତି ମାନୁଛି, କିନ୍ତୁ ସେ ଭାଗ୍ୟ ରେଖାକୁ ଚେଞ୍ଜ କରିବା ଶକ୍ତି ଭଗବାନ ଆମକୁ ବି ମଧ୍ୟ ଦେଇଛନ୍ତି। କର୍ମ ହିଁ ଧର୍ମ, ଧର୍ମ ହିଁ କର୍ମ, କର୍ମ ହିଁ ଧର୍ମ, ଧର୍ମ ହିଁ ଭଗବାନ। ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ ଭାଇ। ଯେମିତି ଖାଲି ହାତରେ ଆସିଛନ୍ତି ସେମିତି ଖାଲି ହାତରେ ଯିବା। ଲୋଭ, ମୋହ, ମାୟା, କ୍ରୋଧ, ହିଂସା ଏଇଗାରୁ ଭାଇ ବହୁତ ଦୂରରେ ରୁହନ୍ତୁ। ଆଜି ଆପଣ ତୁମ ପୁଅ ପାଇଁ ଖଟୁଥିବେ, ଜୀବନ ଗଲା ଯାଏ ଖଟିବେ। ଲାଷ୍ଟରେ କିଛି ନେଇକି ଯାଇପାରିବେନି। ବାସ୍ ତାକୁ ଦେଲେ ସେ ସେଇ ପଇସାରେ ରହିକି ସିଏ ବି କଲା ତ ଭଲ କଥା, ସେ କାହାକୁ ଆଗେଇଲା ଯଦି ଭଲ କଥା, ନ ଆଗେଇଲେ ସିଏ ବି ସେତିକି ରହିଲା। ଆସିଛନ୍ତି ଖାଲି ହାତରେ, ଯିବା ଖାଲି ହାତରେ। ନିଜ ଭିତରେ, ପରିବାର ଭିତରେ ଝଗଡ଼ା ଝାଞ୍ଚି ଲାଗି କିଛି ଲାଭ ହେବନି ଭାଇ। ଯେତିକି ଦିନ ରହିଛ ସମସ୍ତଙ୍କ ଭଲସେ ମିଳି ମିଶିକି ରୁହ। ବାସ୍ ଏହା ମୁଁ ରିକ୍ୱେଷ୍ଟ କରୁଛି। ଜୀବନରେ ଏମିତି କିଛି ଫିଲ୍ ରଖ ନାହିଁ ଯେତେବେଳେ ଡେଥ୍ କରିଯିବ ଫିଲ୍ ହେବ ନାହିଁ ନା ମୁଁ ଏଇଟା କରିକି ମରିଥିଲେ ହେଇଥାନ୍ତା, ମୁଁ ଏଇ ଜାଗାଟାକୁ ଯାଇକି ବୁଲିକି ଆସିଥିଲେ ହେଇଥାନ୍ତା। ଯେଉଁ ବୟସରେ ଯିବା କଥା ଭାଇ ଯାଅ। ପଇସା ଇନକମ୍ କରି କରି ଡାକ୍ତର ଖାଇବେ, ଓକିଲ ଖାଇବ, ପୁଲିସ ଖାଇବ, ଆଉ କେହି ନାହିଁ ଭାଇ। ବେକାର ପଇସା ଯିବ। ଯାହା ହଉ ଇନକମ୍ କରୁଛ, ଏନ୍ଜୟ କର ଲାଇଫଟାକୁ, ବୁଲ, ଲୋକଙ୍କୁ ସାହାଯ୍ୟ କର, ଲୋକଙ୍କ ବିପଦ ବେଳେ ଠିଆ ହୁଅ, ଭଗବାନଙ୍କୁ ଦର୍ଶନ କର। ଜୀବନର ବଡ଼ ସୁଖ ହେଲା ଭଗବାନଙ୍କୁ ଦର୍ଶନ କର। ମୁଁ ପ୍ରଥମେ କହିବି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କର। ପ୍ରଥମେ ଏଇଠୁ ଆରମ୍ଭ କରି ଚାରି ଧାମ ଯାତ୍ରା କରି ସବୁ ମନ୍ଦିର ବୁଲ। ଜୀବନର କ'ଣ ଜାଗା ବୁଲ, କିଛି ଛାଡ଼ ନାହିଁ ଭାଇ। ଜୟ ଜଗନ୍ନାଥ। ଯଦି ମୋ ଦ୍ୱାରା କିଛି